मॉर्निंग वेलकम टू माय चैनल एसकेएलआर एजुकेशन। आज आम तृतीय श्रेणी साहित्य बहिर 16 अध्यायर विप्लवी बक्सी जगबंधु पाठटीर अभ्यास कार्य करिबा। 1 नंबर अछि आस अभिनय छल कथबार्ता करिबा। ताहले तमे एटा पढ़ी पढ़ी कि अभिनय छल निज निज भितरे कथबार्ता हेबो बा अभिनय करिबो। ताहले आमे 2 नंबर प्रश्न उत्तर आरंभ करिबा। 2 नंबर है तले केतोटी शब्द दिगला एथिमध्यरु जेउगुड़ी को आमे एही पाठरे पढ़ीछु आस ताकू खोजिबा एवं वाक्य गढ़ी लेखिबा। प्रथमे अछि पाइक। पाइक को वाक्य गठन कले कौन हेबो? खोर्दा राजांकर अनेक पाइक सैन्य थिले। फांसी। फांसी को वाक्य गठन कले हेबो शहीद लक्ष्मण नायकंकु ब्रह्मपुर जेल रे फांसी दिया जाइथिला। तापरे घास। घास हैला मणिषर चला बाटरे दुब घास कौले नाही। कलम। कलम हैला बंधुक ठारू कलम टाण। फसल। कृषक कठिन परिश्रम करी फसल उत्पादन करे। तापरे असहयोग। असहयोग को वाक्य गठन कले हेबो गांधीजी आम देशरे इंग्रेज मानक विरोध रे असहयोग आंदोलन करिथिले। तापर अछि शस्य। शस्य को वाक्य गठन कले हेबो खाद्य शस्य को निरापद रे साइती रखिबा उचित। तापरे विमान। ठाकुर विमान रे बसी यात्रा करंती। 3 नंबर किए काहाकू ए कथा कहिछंती बहिरु खोजी तळे दिया जाइथिबा नाम सहित जोड़। क केते दिन आउ एकाकी खोर्दा सेमानंकु अटकाई पारिबो। एहा किए काहाकू कहिछंती? उत्तर हैला एहा छुआल सिंह बक्सी जगबंधुंकु कहिछंती। ख लोके तो आमर शक्ति लोके तो आमर साहस। एहा दल बेहेरा छुआल सिंह को कहिछंती। ग खाली उपाय थिले कौन हेबो अस्त्र काहीं। एहा छुआल सिंह बक्सी जगबंधुंकु कहिछंती।
ଘ ସେ ଏକ ନୂଆ ପ୍ରକାରର ଅସ୍ତ୍ର ଅଛି ତୁମ ପାଖରେ, ଅଛି ମୋ ପାଖରେ, ଅଛି ପ୍ରତ୍ୟେକଙ୍କ ପାଖରେ। ଏହା ବକ୍ସି ଜଗବନ୍ଧୁ ପାଇକମାନଙ୍କୁ କହିଛନ୍ତି। 4 ନମ୍ବର ଡାହାଣ ପାଖରୁ ଅକ୍ଷରଟିଏ ବାଛି ଆଣି ଶବ୍ଦଟିଏ ଗଢ଼। ତାହେଲେ ଏଠି କ'ଣ ଅଛି? ନି କା ଡେସ୍ ନ। ଏଠି କ'ଣ ହେବ? ନିକାଞ୍ଚନ। ବିରୋ ଡେସ୍ ବିରୋଧ। ସ ଡେସ୍ ନ। ଏଇଟା ହେବ ସନ୍ଧାନ। କ ଡେସ୍ କନ୍ଥା। ପ ଡେସ୍ ପଣ। ନି ଡେସ୍ ୟ ନିର୍ଦୟ। 5 ନମ୍ବର ଆସ ଉତ୍ତର ଲେଖିବା। କ ବକ୍ସି ଜଗବନ୍ଧୁ କିଏ? ଉତ୍ତର ବକ୍ସି ଜଗବନ୍ଧୁ ହେଉଛନ୍ତି ପାଇକମାନଙ୍କର ନେତା। ଖ ଜୟୀରାଜଗୁରୁ କିଏ? ଉତ୍ତର ଜୟୀରାଜଗୁରୁ ଖୋର୍ଦ୍ଧା ରାଜାଙ୍କ ପାରମ୍ପାରିକ ରାଜଗୁରୁ। ଇଂରେଜମାନେ ଓଡ଼ିଶା ଦଖଲ କରିବା ପରେ ଇଂରେଜ ସରକାରଙ୍କ ବିରୋଧରେ ଯେଉଁ ଆନ୍ଦୋଳନ ହୋଇଥିଲା ତହିଁରେ ସେ ମୁଖ୍ୟ ଭୂମିକା ନେଇଥିଲେ। ଗ ବକ୍ସିଙ୍କ ପରିବାରକୁ ଇଂରେଜମାନେ କାହିଁକି ବାନ୍ଧି ନେଲେ? ଉତ୍ତର ବକ୍ସିଙ୍କ ନେତୃତ୍ୱରେ ପାଇକମାନେ ଇଂରେଜମାନଙ୍କ ବିରୋଧରେ ବିଦ୍ରୋହ କରିଥିଲେ। ବକ୍ସିଙ୍କୁ ଜବତ କରିବା ପାଇଁ ଇଂରେଜମାନେ ତାଙ୍କ ପରିବାରକୁ ବାନ୍ଧି ନେଲେ। 6 ନମ୍ବର ତଳ କୋଠରୀ ଭିତରୁ ଶବ୍ଦ ବାଛି ଖାଲି ସ୍ଥାନ ପୂରଣ କର। କ ଭାରତର ପ୍ରତ୍ୟେକ ରାଜ୍ୟ ଆଜି ଡେସ୍ ଅଧିକାରରେ। ଉତ୍ତର ଭାରତର ପ୍ରତ୍ୟେକ ରାଜ୍ୟ ଆଜି ଇଂରେଜ ଅଧିକାରରେ। ଖ ଡେସ୍କୁ ଛାଡ଼ିଦେଲେ ଓଡ଼ିଶାର ସବୁ ଅଞ୍ଚଳ ଇଂରେଜମାନେ ଦଖଲ କଲେଣି। ଉତ୍ତର ଖୋର୍ଦ୍ଧାକୁ ଛାଡ଼ିଦେଲେ ଓଡ଼ିଶାର ସବୁ ଅଞ୍ଚଳ ଇଂରେଜମାନେ ଦଖଲ କଲେଣି। ଗ ସୂର୍ଯ୍ୟ ଡେସ୍ରେ ଉଦିତ ହେଲେ ମଧ୍ୟ ତାହା ହେବ ନାହିଁ। ଉତ୍ତର ସୂର୍ଯ୍ୟ ପଶ୍ଚିମରେ ଉଦିତ ହେଲେ ମଧ୍ୟ ତାହା ହେବ ନାହିଁ। ଘ ଡେସ୍ର ସାହି ସାହି ଓ ଆଖପାଖରେ ଗାଁ ସବୁ ହୁତୁହୁତ୍ ହୋଇ ଜଳୁଛି। ଉତ୍ତର ରୋଡ଼ଙ୍ଗର ସାହି ସାହି ଓ ଆଖପାଖରେ ଗାଁ ସବୁ ହୁତୁହୁତ୍ ହୋଇ ଜଳୁଛି। ୱ ସେ ଅସ୍ତ୍ର ହେଉଛି ଇଂରେଜମାନଙ୍କ ସହ ଡେସ୍। ଉତ୍ତର ସେ ଅସ୍ତ୍ର ହେଉଛି ଇଂରେଜମାନଙ୍କ ସହ ଅସହଯୋଗ। 7 ନମ୍ବର ଏହି ବିଷୟଟିରେ ଅସହଯୋଗକୁ ଅସ୍ତ୍ର ରୂପେ ଗ୍ରହଣ କରାଯାଇଛି। ଏହା କିପରି ଅସ୍ତ୍ର ହେଲା ତାହା ନିଜ ଭାଷାରେ ଲେଖ। ଉତ୍ତର ବକ୍ସି ଜଗବନ୍ଧୁ ଅସହଯୋଗକୁ ଏକ ଅସ୍ତ୍ର ରୂପେ ଗ୍ରହଣ କରିବା ପାଇଁ ଅନ୍ୟମାନଙ୍କୁ ଉପଦେଶ ଦେଇଥିଲେ। ସେ ଲୋକମାନଙ୍କୁ ବୁଝାଇ କହିଥିଲେ ଇଂରେଜ ବା ଇଂରେଜ ପକ୍ଷର ଜଣେ ହେଲେ କାହାରି ସହିତ ଆମେ କୌଣସି ପ୍ରକାର ସମ୍ପର୍କ ରଖିବା ନାହିଁ। ଇଂରେଜମାନେ ଆମଠାରୁ କର ଆଦାୟ କରି ସେହି ଧନରେ ଆମ ବିରୋଧରେ ଲଢ଼େଇ କରୁଛନ୍ତି। ତେଣୁ ଇଂରେଜମାନଙ୍କୁ ଖଜଣା ବା କର ଦେବା ନାହିଁ। ଆମେ ଜମି ଚାଷ କରିବାରୁ ଇଂରେଜମାନେ ଆମର ଶସ୍ୟ ନେଇ ସେମାନଙ୍କ ଖାଦ୍ୟ ଭଣ୍ଡାରକୁ ପୂର୍ଣ୍ଣ କରୁଛନ୍ତି। ବର୍ଷ ବର୍ଷ ଧରି ଜମି ପଡ଼ିଆ ପଡ଼ୁ ପଛକେ ଆମେ ଜମିରେ ଲଙ୍ଗଳ ଗାର ମାରିବା ନାହିଁ। ଆମେ ଗାଁରେ ରହିଲେ ସିନା ଇଂରେଜମାନେ ଆମ ଉପରେ ଅତ୍ୟାଚାର କରିବେ। ଆମେ ଗାଁ ଛାଡ଼ି ପିଲାଛୁଆ ନେଇ ଜଙ୍ଗଲକୁ ପଳାଇ ଯିବା। ଇଂରେଜ ପକ୍ଷର ଲୋକେ ମୁଠାଏ ଅନ୍ନ କି ଟୋପାଏ ପାଣି କେଉଁଠାରେ ପାଇବେ ନାହିଁ। ତେଣୁ ସେମାନେ ଆମ ଦେଶ ଛାଡ଼ି ପଳାଇବେ। ସୁତରାଂ ଇଂରେଜମାନଙ୍କ ସହିତ ସମ୍ପର୍କ ନ ରଖିବା, ଇଂରେଜମାନଙ୍କୁ କର ନ ଦେବା, ଜମିବାଡ଼ି ଚାଷ ନ କରି ପଡ଼ିଆ ପକାଇଦେବା ପ୍ରଭୃତି ଅସହଯୋଗ ପାଇଁ ଅସ୍ତ୍ର। 8 ନମ୍ବର ଚିତ୍ରଗୁଡ଼ିକୁ ଦେଖ ଓ ସେ ସମ୍ପର୍କରେ ଯାହା ଭାବୁଛ ଲେଖ। ଉତ୍ତର ଆଗେ ଯୁଦ୍ଧ ସମୟରେ ଖଣ୍ଡା, ତଲୱାର, ବାଙ୍କଛୁରୀ ଓ ବର୍ଚ୍ଛା ବ୍ୟବହାର କରାଯାଉଥିଲା। ଯୁଦ୍ଧ ସମୟରେ ଖଣ୍ଡା ଚୋଟରୁ ରକ୍ଷା ପାଇବା ପାଇଁ ବୀରମାନେ ଢାଲ ବ୍ୟବହାର କରୁଥିଲେ। ଯୁଦ୍ଧ ସମୟରେ ସୈନିକମାନେ ତୋପ, ବନ୍ଧୁକ ଆଦି ହତିଆର ବ୍ୟବହାର କରୁଥିଲେ। ଗହଳ ତୋଟାମାନଙ୍କରେ ସୈନ୍ୟ ଛାଉଣି ପକାଉଥିଲେ।
9 ନମ୍ବର ଓଡ଼ିଶାର କେତେଜଣ ସ୍ୱାଧୀନତା ସଂଗ୍ରାମୀଙ୍କ ନାମ ତଳେ ଦିଆଗଲା। ସେମାନେ କିଏ କେଉଁ ସ୍ଥାନ ସହ ସମ୍ପୃକ୍ତ ଥିଲେ ଗାରଟାଣି ଦ୍ୱିତୀୟ ସ୍ତମ୍ଭରୁ ଚିହ୍ନାଇ ଦିଅ। ଯଦି ଜାଣିନାହ ପଚାରି ବୁଝ। କ ପ୍ରଥମେ ଅଛି ବିର୍ସା ମୁଣ୍ଡା। ବିର୍ସା ମୁଣ୍ଡା କୋଉଠିର ଥିଲେ? ସୁନ୍ଦରଗଡ଼ର। 2 ନମ୍ବରରେ ଅଛି ବକ୍ସି ଜଗବନ୍ଧୁ। ବକ୍ସି ଜଗବନ୍ଧୁ ଖୋର୍ଦ୍ଧାର ଥିଲେ। 3ରେ ଧରଣୀଧର। ଧରଣୀଧର କେନ୍ଦୁଝର। 4 ନମ୍ବରରେ ଲକ୍ଷ୍ମଣ ନାୟକ। ଲକ୍ଷ୍ମଣ ନାୟକ ଥିଲେ କୋରାପୁଟର। 5 ନମ୍ବରରେ ବୀର ସୁରେନ୍ଦ୍ର ସାଏ। ବୀର ସୁରେନ୍ଦ୍ର ସାଏ ଥିଲେ ସମ୍ବଲପୁରର। ଖ ଉପର ପ୍ରଶ୍ନରେ ଥିବା ଜିଲ୍ଲାଗୁଡ଼ିକୁ ମାନଚିତ୍ରରେ ଚିହ୍ନାଇ ଦିଅ। ତାହେଲେ ମୁଁ ଏଠାରେ ଚିତ୍ର ଦଉଛି, ତମେମାନେ ଦେଖିକି ନିଜେ ଚିହ୍ନେଇ ଦେବ।